କରୁଛନ୍ତି ପୁଣ୍ୟ ମାସରେ ପୁଣ୍ୟ ପୁରାଣ କାର୍ତ୍ତିକ ମାହାତ୍ମ୍ୟ। ପୂର୍ବ ଅଧ୍ୟାୟରେ ଆପଣମାନେ ଶ୍ରବଣ କରିଥିଲେ ଶିବ ଜଳନ୍ଧରର ଯୁଦ୍ଧ ହୋଇଛି। ଏହି ଯୁଦ୍ଧରେ କେତେ ଯେ ଜୀବନହାନି ଘଟୁଛି। ପୁଣି ରାତ୍ର ହେଲେ ଭୃଗୁ ଋଷିପୁତ୍ର ଶୁକ୍ରମୁନି ମୃତ ସଞ୍ଜୀବନୀ ଦେଇ ପୁଣି ଅସୁର ସୈନ୍ୟକୁ ଜିଆଇ ଦେଉଛନ୍ତି। ଏପର୍ଯ୍ୟନ୍ତ ଆପଣମାନେ ଶ୍ରବଣ କରିଥିଲେ। ଆସନ୍ତୁ ଆଗକୁ ଯିବା। ଆଉ କ'ଣ ହେଉଛି ସମ୍ପୂର୍ଣ୍ଣ ରୂପେ ଶ୍ରବଣ କରିବା। ଲୀଳାଦ୍ରୌ ଶଙ୍ଖ ମଧ୍ୟ ସାତ ଦଳ କମଳେ ରତ୍ନ ସିଂହାସନସ୍ଥ ନବଘନ ରୁଚିରଂ ସଂସ୍ଥିତି ଚାଗ୍ରଜେନ ଭଦ୍ରାୟା ବାମ ଭାગે ରଥ ଚରଣ ଯୁତ ବ୍ରହ୍ମାରୁଦ୍ରେନ୍ଦ୍ର ବନ୍ଦ୍ୟ सकल गुण सारो मेघं ब्रह्मदारु स्मरामि ब्रह्मदारु स्मरामि ब्रह्मदारु स्मरामि। पड़न्ति दुई बल लोक असुर मरन्ति जेतेक रात्रे जियन्ति भृगु सुते हेमंत गला दिना केते रजनी अगिवसी जानिले शिवपुरवासी कहिले शंकर ग्रत हो प्रभु शुण विपरीत से जे असुर घोर रणे नित्य नासन्ति शिवगणे शुक्र जियांति तांकु रात्रे एनु अक्षय दैत्य गोत्रे शुणी विस्मय व्योमकेश सक्रोधे छाड़िले निश्वास जुगन्ते जेने घोर बात एक पिशाच कले जात किस कहिबा तार मूर्ति गर्जने कंपिला धरित्री मुकुला केश थर हर बदन अटे गिरिवर कर्ण नासिका नेत्र तुंड जिनी अनल सात कुंड पर्वत प्राय बेनिस्तन शिखे कि उदे नवघन तेसने दिशे चुच काली भुज की दिशे आद्रा भली विस्तार हृद गिरी तल तेने दिशई खरा बेल उदर तार लक्ष्य तेने उत्सर्ग ताल तरु जेने ते मन्ते दिशे पाद बेनी अति भीषण घोर ध्वनि कोपे कंपई तार देही चरणे दलु अछि मही हेमंत मूर्ति देखी आगे हर बोइले जाओ बेगे असुर गुरु भृगु ऋषि जानाम शुक्र महाऋषि ताहाकु विनाश गुपते समर शेष परिजन्ते प्राणे न मारी रखिथिबु समर अन्ते छाड़ी देबु हेमंत शिव आज्ञा पाई पिशाची रण स्थले जाई प्रवेश हेला निशा काले जेन्हे मंदर महाजले सेही प्रकार थाटे मिली कोटि संख्यारे मड़ा गिली जेन्हे सारंग राज पक्षी नीर उपेक्षी क्षीर भक्षी सेही प्रकारे शिवदूती जमर असुर निपाती दैत्य जेतेक शस्त्र कले तांगे न भैथिला तिले उदर पूर्ण करी बाड़ी असुर गुरु आगे मिली थुरथु आनिला ताकु धरी वृक्ष कुसुम प्राय करी
ଅଧର ଅଙ୍ଗେ ନେଇ ଖୋସି ଗିରି କନ୍ଧରେ ଗଲା ପଶି ତା ଦେଖି ହାହାକାର କରି ଅସୁରେ ରଣ ଅପସରି ଭୃଗୁ ଅଭାବେ ଗନେ କ୍ରୋଧି ଶିବଙ୍କୁ ସର ସର ବିନ୍ଧି ନୃପତି ଠାରୁ ଆଜ୍ଞା ପାଇ ଶମ୍ଭୁ ନିଶମ୍ଭୁବେନି ଭାଇ କାଳ ନେମିକି ସଙ୍ଗେ ଘେନି ଯୁଦ୍ଧ ଟେକିଲେ ବୀର ତିନି ତା ଦେଖି ନନ୍ଦୀ ମହାବଳୀ କାଳ ସେ ନୈମିକି ଉଗାଳି ଶମ୍ଭୁ ସମ୍ମୁଖେ ବିନାୟକ ନିଶମ୍ଭୁ ଦୈତ୍ୟକୁ କାର୍ତ୍ତିକ ଏମନ୍ତେ ବଡ଼ ମହାବଳୀ ଉଭୟ ଥାଟରଣେ ମିଳି ଯୁଦ୍ଧ କରନ୍ତି ଏକେ ଏକେ ଦୁର୍ଲଭ ରଣ ତିନି ଲୋକେ ନିଶମ୍ଭୁ ପଞ୍ଚବାଣ ସନ୍ଧି କାର୍ତ୍ତିକ ଉପରକୁ ବିନ୍ଧି ବାହନ ଉପରେ ପଡ଼ିଲା ଘାତେ ମୟୂର ମୋହ ଗଲା ପଦାତି ହୋଇ ଶିବସୂତ ଅସୁର ଯୁଦ୍ଧ ପ୍ରମିତ ନନ୍ଦିକେଶ୍ୱର ଶୂଳ ପିଟି କାଳ ନଉମି ରଥ ଫାଟି କେତୁ ସାରଥି ସାତଶୋ ଏକ ପ୍ରହାରେ ହେଲେ ନାଶ ପୁଣି କୁଠାର ପେଶି ନନ୍ଦୀ କାଳ ନେମିର ଧନୁ ଛେଦି ବିରଥି ହୋଇ ଦୈତ୍ୟ ବୀର ଘେନିଲା ଚର୍ମ ଶିବର ନନ୍ଦିକେଶ୍ୱର କରେ ଫଳା ସମରେ ତେଜ ଅନର୍ଗଳା ବେଳକୁ ବେଳ ଯୁଦ୍ଧ ଟାଣ ପଡ଼ଇ ବଜ୍ର ସମବାଣ ପର୍ବତ ଶିଖରୁ ପଥରେ ପଡ଼ିଲେ ଯେହ୍ନେ ଧ୍ୱନି କରେ ସେହି ପ୍ରକାର ବାଣ ବୃଷ୍ଟି ଶବଦେ କମ୍ପୁଅଛି ସୃଷ୍ଟି ଶମ୍ଭୁ ସଙ୍ଗତେ ଗଣପତି ମାଲବନ୍ଧରେ ଜନ୍ତା ଜନ୍ତି ଭୂମିରେ ପଡ଼ି ଗଡ଼ା ଗଡ଼ି କେଶରୀ ପ୍ରାୟ କରେ ରଡ଼ି ଚଡ଼କ ପ୍ରାୟ ମୂର୍ତ୍ତିଘାତ ପେଟକୁ ପ୍ରହାରନ୍ତି ନାଥ ଅସୁର ଘାତେ ଗଜାନନ କ୍ଷଣେ ହୋଇଲେ ଅଚେତନ ପୁଣି ଚେତନା ପାଇ ରଣେ ପରଶୁ ଧରି ତତ୍କ୍ଷଣେ ଶେଷରେ ଶମ୍ଭୁ ମୂରୁଛିତ ଏମନ୍ତେ ଯୁଦ୍ଧ ପ୍ରମିତ ଘୋର ସମର ଧ୍ୱନି ଶୁଣି ନିଜେ ବିଜୟ ଶୂଳ ପାଣି ଆରୋହୀ ବୃଷଭ ବାହନେ ସଙ୍ଗେ ଅଛନ୍ତି ଗଣମାନେ ଭୂତ ବେତାଳ ଦଣ୍ଡଧାରୀ ଡାକିନି ଗଣ ଆଦି କରି ଧାଇଲେ କଳି କିଳା ନାଦେ ବାଦନ କରି ନାନା ବାଦେ ଡମ୍ବରୁ ଅନ୍ତରୀଣ ହେରେ ବନ ପର୍ବତ ନାଦପୁରେ ସଂଖ୍ୟ ଅସଂଖ୍ୟ ଯୋଗୀ ବଳ ଯଶନେ ନିହାର ପଟଳ ଅସୁର ଥାଟେ ଆସି ମିଶି ଶିବ ନାରାଚରି ପୁଧ୍ୱଂସୀ ରଣେ ଆନନ୍ଦ ପଶୁପତି ବାଣ ବିନ୍ଧନ୍ତି କୋପେ ଅତି ପିନାକ ଧନୁ ଗୁଣ ନାଦେ ଦୈତ୍ୟଙ୍କ ହୃଦୟ ସାର ଭେଦେ
ଏକ ନାରାଜେ ସେ ଦୁର୍ଜଟି ସୈନ୍ୟ ମାରନ୍ତି କୋଟି କୋଟି ତା ଦେଖି ଜଳନ୍ଧର ରଥେ ଆରୋହୀ ଧନୁ ଧରି ହାତେ ପ୍ରତି ଜଣରେ ସର କରି ଶିବଙ୍କୁ 3 ବାଣ ମାରି ଗଣପତିଙ୍କୁ 5 ବାଣ ବୀରଭଦ୍ରକୁ 4 ପୁଣ ନନ୍ଦୀ କାର୍ତ୍ତିକ ଥିଲେ ବକ୍ରେ ତାଙ୍କୁ ପେଶିଲା 1 ଚକ୍ରେ ମଣିଭଦ୍ରାକୁ ଲୌହ ଦଣ୍ଡେ ସର୍ବଗଣକୁ କାଣ୍ଡେ କାଣ୍ଡେ ଏକାବେଳକେ 700 ସନ୍ଧାନ କଲା ଜଳନ୍ଧର ତା ଦେଖି ପଶୁପତି ଗୌଣୀ ଦୈତ୍ୟ ନାରାଜୁ ସବୁ ଜାଣି ଯେ ବୀରଭଦ୍ର ରଣେ କାଟି ଅସୁର ରଥେ ଶୂଳ ପିଟି ବିରଥୀ ହୋଇ ଦୈତ୍ୟନାଥ ପୁଣି ଆରୋହୀ ଅନ୍ୟ ରଥ ବ୍ରହ୍ମଶକତି ଧରି କରେ ପିଟିଲା ବୀରଭଦ୍ର ଶିରେ ଦୈତ୍ୟ ପ୍ରହାରେ ବୀରଭଦ୍ର ବୀର ରଣେ ହୋଇଲା ଅପହାର ଏ 4 କ୍ଷତ୍ରୀ ମାଲ ଯୁଦ୍ଧେ ପଡ଼ି ଗଡ଼ନ୍ତି ମାଲ ବନ୍ଧେ ହେତି ପ୍ରହେତି ବୀର ବେନି ଯୁଝନ୍ତି ଶାଳ ଶିଳ ଘେନି ଏମନ୍ତେ ଅସ୍ତ ଗଲା ବେଳ ରଣ ଉପେକ୍ଷିବେନି କୂଳ ରହିଲେ ବେନି ଭାଗ ହୋଇ ମଧ୍ୟେ ଯୋଜନେ ଛଡ଼ା ରହି ହରି ବିଜୟ ନିଜ ପୁରେ ସ୍ନାନ ସାରି ଗଙ୍ଗା ନୀରେ ଈଶ୍ୱର ଘରେ ସଦାନନ୍ଦ ଘେନାଇ ପାରି ସାଧା ବୃନ୍ଦ ତାଣ୍ଡବ ନୃତ୍ୟ ରଙ୍ଗେ ପଶି ଆନନ୍ଦେ ପୁହାଇଲେ ନିଶି ସେ ମହାଦେବ ବିଶ୍ୱବାସ ନମଇ ମହାଦେବ ଦାସ ଜୀବନ କାରଣ ନିମନ୍ତେ ଶରଣ ହରି ପାଦ ଗତେ ସେ ପ୍ରଭୁ ଦୟା ଅନୁରାଗେ ପଦ୍ମ ପୁରାଣ ଗୀତ ଯୋଗେ ଶୁଣ ସୁଜନେ ଚରିତ କାର୍ତ୍ତିକ ମହାତ୍ମ୍ୟ ଅମୃତ ତୁଳସୀ ଉତ୍ତପତି ବାଣୀ ଶୁଣି ସଂସାରୁ ତର ପ୍ରାଣୀ ଉତ୍ତରାଖଣ୍ଡ ସାରସ୍ୱତ କାର୍ତ୍ତିକ ମହାତ୍ମ୍ୟ ଅମୃତ इति श्री पद्मपुराणे उत्तराखण्डे कार्तिक महात्म्ये जलन्धर संग्रामे नाम 11 अध्यायः भीमस्यापि रणुभङ्ग मुनिरपि मतिभ्रम यदि शुद्धमशुद्ध वा मम दोष न विद्यते मम दोष न विद्यते मम दोष न विद्यते।